6ଟା 8ରୁ ଆରମ୍ଭ ହେଲା, 6ଟା 38 ସରିବ। ସରି, ମୁଁ ଟିକେ ଭାରି ଟେନସନ୍ ଅଛି ସେମିତି। କବିତାର ଖୁସି ମୋର ଖାଲି ଗୋଟେ କଥା ଆପଣମାନଙ୍କୁ ରିକ୍ୱେଷ୍ଟ ରହିବ, ଆମେ ପିଲାମାନଙ୍କୁ ଟେକ୍ସଟ ବହି ବେଶୀ ପଢ଼େଇବା ଏବଂ ଶିକ୍ଷା କେବଳ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ସେଇଥିରେ ସୀମିତ ରହିଯାଉଛି। ମୋର ଇଚ୍ଛା ବିଦେଶର ଯେତେ ସବୁ ଉନ୍ନତ ଦେଶ ଅଛି, ଯେମିତି ସେମାନେ ତାଙ୍କ ପିଲାମାନଙ୍କୁ ବିଭିନ୍ନ ଦୃଷ୍ଟିକୋଣରୁ ଗୋଟେ ଭର୍ସାଟାଇଲ୍ ଜେନିୟସ୍ କରି ଗଢ଼ି ତୋଳୁଛନ୍ତି। ଗୋଟେ ସବଜେକ୍ଟରେ ଏକ୍ସପର୍ଟ ହେବ, କିନ୍ତୁ ସବୁ ସବଜେକ୍ଟରେ ରୁଚି ରଖିବ, କିଛି ଖରାପ କଥା ନୁହେଁ। କିନ୍ତୁ ଆମେ ଗୋଟେ ସବଜେକ୍ଟରେ ଏକ୍ସପର୍ଟ କଲାବେଳେ ଆମେ ତାକୁ ମେସିନ୍ କରିଦେଉଛେ। ମେସିନ୍ ପାଖରେ ମୋସନ୍ ଅଛି, ଇମୋସନ୍ ନାହିଁ। ତେଣୁକରି ବେଗ ବଢ଼ୁଛି, ଆବେଗ କମୁଛି। ମୋ ସାମ୍ନାରେ ବସିଛନ୍ତି ମୋର ସମସ୍ତ ମା ମାନେ, ଗୁରୁଜନମାନେ, ବହୁତ ନେତୃସ୍ଥାନୀୟ ବ୍ୟକ୍ତିମାନେ ଅଛନ୍ତି। ସେମାନେ ଆସିଥିବାରୁ ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି। ସାମ୍ବାଦିକ ବନ୍ଧୁମାନେ, ମୁଁ ସମସ୍ତଙ୍କୁ ଗଭୀର କୃତଜ୍ଞତା ଜଣାଉଛି। ଏବେ ମୁଁ ଆଗରୁ ଲେଖୁଥିଲି, ବହୁତ ଲେଖା ଅଛି, ମୁଁ ତାକୁ ପ୍ରକାଶ ବି କରିପାରୁନଥିଲି। ମୋତେ ଅନେକ ପ୍ରଶ୍ନ ଆସିବ, ମୁଁ ଖାଲି ଗୋଟିଏ ବାକ୍ୟରେ ଉତ୍ତର ଦେବି। ଜୀବନରେ ଅନୁଭବ ଓ ଅନୁଭୂତି ସାମୁଦ୍ର ଚାଲିଲା ବେଳେ ଯଦି ତାକୁ ଆମେ ବିତରଣ କରିଦେବା ସମାଜର ଉପକାର ପାଇଁ, ତାହେଲେ ଭଲ ହେବ। ଯେତେ ପ୍ରଶ୍ନ ଆସୁ, ଯେତେ କଷ୍ଟ ଆସୁ, ଯେତେ ପୀଡ଼ା ପାଅ, ତେଣୁକରି ମୁଁ ପୀଡ଼ା ମଝିରେ ଲେଖିଛି, ଯଦି ଉପର ସ୍ତର ବାଲା ପୀଡ଼ା ପାଇବେ ତାହେଲେ ସମାଜର ଅଧିକାଂଶ ଉପକୃତ ହେବେ। ତଳ ସ୍ତର ଲୋକମାନେ ପୀଡ଼ା ପାଆନ୍ତି, ଉପର ସ୍ତର ଲୋକମାନେ ଏତେଟା ପୀଡ଼ା ପାଆନ୍ତିନି। ସେଇଟା ହେଉଛି ମୋର ମର୍ମ ଆଉ ମର୍ମ ବେଦନା। ବହୁତ କଷ୍ଟ ଲାଗିଛି ଲେଖିବାକୁ, ଅନେକ କଥା ଲେଖିପାରିନି, ଏଇଟା ହେଉଛି ମୋର ସିକ୍ରେଟ୍। କିନ୍ତୁ ଯେତିକି ଲେଖା ହେଇଛି ତାକୁ ଯଦି ବାରମ୍ବାର ପଢ଼ିବେ ତାହେଲେ ତାର ଭାବ, ତାର ମର୍ମ, ତାର ମର୍ମାର୍ଥ ବୁଝିପାରିବେ। ବିଶେଷ ସମୟ ଆଉ ନେବିନି, 1 ମିନିଟ୍ ଅଛି। ଯେତେବେଳେ ସମସ୍ତେ ଆସୁଥିଲେ, ଯେଉଁମାନେ ନିର୍ଦ୍ଧାରିତ ସମୟରୁ ପୂର୍ବରୁ ଆସିଛନ୍ତି ବା ନିର୍ଦ୍ଧାରିତ ସମୟରେ ଆସିଛନ୍ତି, ବା 6ଟା ବେଳେ ମୁଁ ପକେଇଥିଲି, କିନ୍ତୁ ଫେସବୁକ୍ରେ ଲେଖିଲି 6ଟା 18। 6ଟା ବେଳେ ପକେଇଥିଲି ଏଇଥିପାଇଁ ନିମନ୍ତ୍ରଣରେ ଯେ 15 ମିନିଟ୍ ପୂର୍ବରୁ ଆସିକି ବସିଯିବେ ବୋଲି। ଯେଉଁମାନେ ଡେରିରେ ଆସିଲେ, ଆସିଥିବା କୃତଜ୍ଞତା। କିନ୍ତୁ ଆମର ଅଭ୍ୟାସ ଅବସ୍ଥା ଆମେ ଭାବୁ ଯେ ସବୁ କାର୍ଯ୍ୟକ୍ରମ ଆମ ଭାରତବର୍ଷରେ ଡେରିରେ ହୁଏ। ସେ ନୁହେଁ। ଜାତିର ପିତା ମହାତ୍ମା ଗାନ୍ଧୀ ବ୍ରିଟିଶ ଜାତିକୁ ମଧ୍ୟ ସମୟ ଯୋଗୁଁ ହରାଇ ଦେଇଥିଲେ। ବ୍ରିଟିଶ ଜାତି ସମୟ ଗୁଣ ଯୋଗୁଁ ଆମ ଗାନ୍ଧୀଙ୍କ ହାରିଥିଲା। ଆମେ ସେଇ ଦେଶରେ ହିଁ ସମୟକୁ ରକ୍ଷା କରିବା, ଏତିକି ମୋର ଅନୁରୋଧ। ଏବଂ ଯିଏ ସମୟକୁ ସମ୍ମାନ ଦେବ, ସମୟ ତାକୁ ତାର ରିଟର୍ଣ୍ଣ ଦେବ। ଆଉ ଯେ ସମୟକୁ ଅବହେଳା କରିବ, ସମୟ ଆସିବ, ସମୟ କହିବ ତୋ ପାଇଁ ମୋ ପାଖରେ ସମୟ ନାହିଁ। ତେଣୁ 6ଟା 38କୁ ଜଷ୍ଟ ଯାଉଛି, ଆଉ 10 ସେକେଣ୍ଡ 20 ସେକେଣ୍ଡ ଅଛି। 7ଟା 38, ମୁଁ ତ 6ଟା ପଶିଯାଇଛି, ମାନେ କ'ଣ କରିବି? ମୁଁ ଆକ୍ଚୁଆଲି ମୋ ଜୀବନରେ ଏତେ ଟେନସନ୍ ହେଇନଥିଲି। ମୁଁ ସେଇଥିରୁ ଆସୁଥିଲି, କାହିଁକିନା ମୋର ଭିନ୍ନ। ତେଣୁକରି ସମସ୍ତେ ଆସିଥିବାରୁ ସମସ୍ତଙ୍କ ପାଦକୁ ମୋର ପ୍ରଣାମ। ନେକ୍ସଟ ଯେଉଁ ବହି ଗୁଡ଼ାକ ଆସୁଛି ତାହା ସମାଜର ପରିବର୍ତ୍ତନକୁ ଉଦ୍ଦିଷ୍ଟ। ମୋ ଲେଖା ସେୟା, ମୋ କଥା ସେୟା। କଳା, ସାହିତ୍ୟ, ସଂସ୍କୃତି, ସଙ୍ଗୀତ, କ୍ରୀଡ଼ା, ସମାଜସେବା, ତା ସାଥିରେ ଭାଇଚାରା, ବନ୍ଧୁତ୍ୱ, ଏସବୁ ମୋ ପାଖରେ ଅଛି। ତାକୁ ପ୍ରକାଶ କରିବାର ସମୟ ଆସିଛି। ଆଉ ଶେଷରେ ଗୋଟିଏ କଥା କହିବି, ସରସ୍ୱତୀଙ୍କୁ ପୂଜା କରୁଛେ, ଦୁର୍ଗାଙ୍କୁ ପୂଜା କରୁଛେ, ଲକ୍ଷ୍ମୀଙ୍କୁ ପୂଜା କରୁଛେ, ଗଣେଶଙ୍କୁ ପୂଜା କରୁଛେ, ଜଗନ୍ନାଥଙ୍କୁ ପୂଜା କରୁଛେ, ଶିବକୁ ପୂଜା କରୁଛେ। କେହି କେହି କୁହନ୍ତି ତୁ
ତୁମେ ପରସ୍ପର ବିରୋଧୀ ମାନଙ୍କ ସହିତ ସମ୍ପର୍କ କେମିତି ରଖୁଛ ଗୋଟିଏ ବାର୍ତ୍ତା ଦଉଛି ଜଗନ୍ନାଥଙ୍କୁ ମୁଣ୍ଡିଆ ମାରିଲା ବେଳେ ଶିବ ଖରାପ ହେବେ ବୋଲି ଏମିତି ଭାବୁନି କି ଶିବଙ୍କୁ ମୁଣ୍ଡିଆ ମାରିଲା ବେଳେ ଆମେ ଭାବୁନେ ଯେ ଆଉ କିଏ ଖରାପ ଭାବିବ ତେଣୁ ଯିଏ ଯାହା ଜାଗାରେ ତାକୁ ସେଇଭଳି ସମ୍ମାନ ଦେଇ ଚାଲ ସମ୍ପର୍କ ରଖି ଚାଲ ଜୀବନ ମଧୁମୟ ହଉ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଇଚ୍ଛା ଠାରୁ ଶୁଭେଚ୍ଛା ବଡ଼ ଇଚ୍ଛାଟା ହେଉଛି ନିଜର ଶୁଭେଚ୍ଛାଟା ହେଉଛି ଅନ୍ୟମାନଙ୍କ ପାଇଁ ଧନ୍ୟବାଦ ଯଦି ଆଉ ଥରେ କହୁଛ ଚଲେଇବା ପାଇଁ ମିଟିଂ ଓଭର କିନ୍ତୁ ଟିକେ 5 ମିନିଟ୍ ଆଉ ଥରେ ଚଲେଇବା ଗୋଟେ ଆଗକୁ ଯାଇ ବସି ଦେଖିବୁ ଦେଖି ନାହିଁ